ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଧମକ ପରେ ବିମାନର ୟୁ ଟର୍ନ। ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଥିବା ଗୁଜବ। ଉଡ଼ାଣ ଭରିବାର 2 ଘଣ୍ଟା ପରେ ଫେରି ଆସିଲା ବିମାନ। ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ତାକୁ ଫେରାଇ ଅଣାଯାଇଥିଲା। ତଦନ୍ତ ହେବା ପରେ ଜଣାପଡ଼ିଥିଲା ଏହି ଖବର ଗୁଜବ ଅଟେ। କୁହାଯାଉଛି ଯେ ବିମାନଟି ଉଡ଼ାଣ ଭରିବା ପରେ ବୋମା ଥିବା ଖବର ମିଳିଥିଲା, ତେଣୁ ବିମାନକୁ ଫ୍ରାଙ୍କଫର୍ଟକୁ ଫେରାଇ ଅଣାଯାଇଥିଲା। ଉଡ଼ାଣ ଭରିବାର 2 ଘଣ୍ଟା ପରେ ବିମାନଟି ପୁଣି ଫ୍ରାଙ୍କଫର୍ଟରେ ଅବତରଣ କରିଥିଲା। ଏହି ବିମାନଟି ଲୁଫ୍ଥାନ୍ସା ଏୟାରଲାଇନ୍ସର ଥିଲା। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ ବୋଇଂ 787-9 ଡ୍ରିମଲାଇନର ବିମାନଟି ସ୍ଥାନୀୟ ସମୟ ସନ୍ଧ୍ୟା 6ଟାରେ ଫ୍ରାଙ୍କଫର୍ଟରୁ ଉଡ଼ାଣ ଆରମ୍ଭ କରିଥିଲା। LH-752 ଉଡ଼ାଣ କରିବା ପରେ ଏଥିରେ ବୋମା ଥିବା ସୂଚନା ମିଳିଥିଲା, ତେଣୁ ବିମାନକୁ ଫେରାଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ବିମାନଟି ୟୁଟର୍ନ ନେବା ପରେ ପ୍ରାୟ 2 ଘଣ୍ଟା ପରେ ଫ୍ରାଙ୍କଫର୍ଟ ଫେରିବା ସମୟରେ ବୁଲଗେରିଆନ ଆକାଶ ମାର୍ଗରେ ଥିଲା। ସୋମବାର ଦିନ ପ୍ରାୟ 1:30ରେ ବିମାନଟି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନଥିଲା, କିନ୍ତୁ ବିମାନରେ ବୋମା ଥିବା ଖବର ମିଳିବାରୁ ବିମାନକୁ ଫେରିବାକୁ ପଡ଼ିଥିଲା। ବିମାନଟି ଆକାଶରେ ଥିଲା ଏବଂ ବୁଲଗେରିଆନ ଆକାଶ ସୀମାରେ ଉପରେ ଉଡ଼ୁଥିଲା। ମାନକ ସୁରକ୍ଷା ପ୍ରୋଟୋକଲ ପାଳନ କରିବା ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରଣରୁ କ୍ଲିୟରାନ୍ସ ପାଇବା ପରେ ବିମାନଟି ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଫ୍ରାଙ୍କଫର୍ଟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କଲା। ଆର୍ଜିଆଇ ବିମାନବନ୍ଦର ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଜୁନ୍ 13 ତାରିଖରେ ଥାଇଲ୍ୟାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ଏକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହି ବିମାନ ଫୁକେଟରୁ ନୂଆଦିଲ୍ଲୀ ଆସୁଥିଲା। ବୋମା ଧମକ ମିଳିବା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ 297 ଜଣଙ୍କର ମୃତ୍ୟୁ ହୋଇଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଲଣ୍ଡନ ଯାଉଥିଲା, ଯେଉଁଥିରେ 242 ଜଣ ଯାତ୍ରା କରୁଥିଲେ। ଏଥିମଧ୍ୟରୁ କେବଳ ଜଣେ ବ୍ୟକ୍ତି ବଞ୍ଚିଯାଇଥିଲେ। ସେହି ସମୟରେ ବିମାନଟି ଧକ୍କା ଦେଇଥିବା କୋଠାରେ ଉପସ୍ଥିତ ଅନେକ ଲୋକ ପ୍ରାଣ ହରାଇଥିଲେ। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍, ଓଡ଼ିଶା।